ଜଣେ ଅସହାୟ ପୁଅ ତାଙ୍କର ଅସୁସ୍ଥ ବାପାଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ଏକ ଭଡ଼ାର ବୋହୂ ଆଣିଲା। ସେ କେବେ ଭାବିନଥିଲା ଯେ ତାଙ୍କ ଏହି କାମର ଶେଷ ପରିଣତି ଏହିପରି ହେବ। ଏହି କାହାଣୀ ବହୁତ ଭୟଙ୍କର, ଦୁଃଖଦାୟକ ଏବଂ ଯଦି ଆପଣ ମାନବିକତାରେ ବିଶ୍ୱାସ କରନ୍ତି ତେବେ ଏହା ଆପଣଙ୍କୁ କନ୍ଦାଇପାରେ। ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସହର ଓ ନାମ କମେଣ୍ଟରେ ଲେଖି ଆମର ଉତ୍ସାହ ବଢ଼ାନ୍ତୁ। ମୁମ୍ବାଇ ବ୍ୟବସାୟୀ ରାମେଶ୍ୱର ପଣ୍ଡାଙ୍କ ପାଖରେ ସବୁ କିଛି ଥିଲା। ବଡ଼ ବ୍ୟବସାୟ, ଚମତ୍କାର ବଙ୍ଗଳା ଏବଂ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। କିନ୍ତୁ ଆଜି ତାଙ୍କ ଦୁନିଆ ଡୋଳୁଛି। ହସ୍ପିଟାଲର ବେଡ଼୍ରେ ତାଙ୍କ ବାପା ଶ୍ୱାସ ନେବା ପାଇଁ ସଂଘର୍ଷ କରୁଛନ୍ତି। ଦୁର୍ବଳ ସ୍ୱରରେ ବାପା କହିଲେ, ବେଟା, ମୁଁ ଚାଲିଗଲେ ମଧ୍ୟ ଗୋଟେ ଚିନ୍ତା ନେଇ ଯିବାକୁ ଚାହୁଁନି। ଅଶୋକ ତାଙ୍କ ବାପାଙ୍କ ହାତକୁ ଜୋରରେ ଧରି କହିଲା, ବାପା, ଏପରି କଥା କହନ୍ତୁ ନାହିଁ। ଆପଣ ଶୀଘ୍ର ସୁସ୍ଥ ହେବେ। ନା ବେଟା, ବାପାଙ୍କ ଆଖିରେ ପାଣି ଆସିଗଲା। ଡାକ୍ତର ସବୁ କହିଦେଇଛନ୍ତି। ମାତ୍ର ଗୋଟେ କଥା କହୁଛି, ଆଗାମୀ 5 ଦିନ ମଧ୍ୟରେ ତୁ ବାହାଘର କର, ନହେଲେ ମୋର ସମସ୍ତ ସମ୍ପତ୍ତି ଧର୍ମଶାଳା ନାମରେ ଲେଖିଦେବି। ମୁଁ ମୋର ବଂଶକୁ ଅଧୁରା ଛାଡ଼ିବାକୁ ଚାହୁଁନି। ମୋ ଆଖି ତାହାପରେ ଶାନ୍ତିରେ ବନ୍ଦ ହେବ ଯେତେବେଳେ ତୋ ବୋହୂକୁ ଦେଖିବି। ଅଶୋକର ଗଳା ଶୁଖିଗଲା। 5 ଦିନ ପରେ ବାହାଘର? ଏହା କିପରି ସମ୍ଭବ? ହଁ ବାପା, ସେ ଧୀରେ କହିଲା, ଆପଣଙ୍କ ଇଚ୍ଛା ନିଶ୍ଚିତ ପୂରଣ ହେବ। ବାପା ହସିଦେଇ ଆଖି ବନ୍ଦ କଲେ। ଅଶୋକକୁ ଲାଗିଲା ଯେମିତି ତାଙ୍କ ଶ୍ୱାସରେ ଟିକେ ଆରାମ ମିଳିଲା। ହସ୍ପିଟାଲରୁ ବାହାରି ଅଶୋକ ତାଙ୍କ ମଙ୍ଗେତର ସୁନିତାକୁ ଫୋନ୍ କଲା। କଲେଜ ସମୟରୁ ଦୁହେଁ ପରସ୍ପରକୁ ପସନ୍ଦ କରୁଥିଲେ। ସୁନିତା, ଜରୁରୀ କଥା, ବାପାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ। ସେ ଚାହୁଁଛନ୍ତି ଆମେ 5 ଦିନରେ ବାହାଘର କରୁ। ଅନ୍ୟପଟୁ ନୀରବତା। ତାପରେ ସୁନିତା କହିଲା, ଅଶୋକ, ମୁଁ ଏତେ ଶୀଘ୍ର ପ୍ରସ୍ତୁତ ନାହିଁ। ମୋର ନୂଆ ଚାକିରି ଆରମ୍ଭ ହୋଇଛି। କିଛି ମାସ ପରେ କଥା ହେବୁ। କିନ୍ତୁ ସୁନିତା, ଏହା ବାପାଙ୍କର ଶେଷ ଇଚ୍ଛା। ବୁଝ ଅଶୋକ, ମୁଁ ଏବେ ଫସି ପାରିବି ନାହିଁ। କହି ସୁନିତା ଫୋନ୍ କାଟିଦେଲା। ଅଶୋକର ହୃଦୟ ଭାଙ୍ଗିଗଲା। ଏକପଟେ ବାପାଙ୍କର ଶେଷ ଇଚ୍ଛା, ଅନ୍ୟପଟେ ସୁନିତାର ମନ। ସେ ବୁଝିପାରୁନଥିଲେ କ'ଣ କରିବେ। 2 ଦିନ ପରେ ଅଶୋକ ତାଙ୍କ ଆଇନଜୀବୀ ବନ୍ଧୁ ସଞ୍ଜୟଙ୍କ ପାଖକୁ ଗଲା। ଦୋସ୍ତ, ମୋତେ ଏକ ଅସ୍ଥାୟୀ ବାହାଘର କରିବାକୁ ପଡ଼ିବ। କେବଳ କାଗଜରେ, 5 ଦିନ ପାଇଁ। ବାପାଙ୍କୁ ବୋହୂ ଦେଖାଇବାକୁ ଚାହୁଁଛି, ଯାହାଦ୍ୱାରା ସେ ଶାନ୍ତିରେ ଆଖି ବନ୍ଦ କରିପାରିବେ। ସଞ୍ଜୟ ଆଶ୍ଚର୍ଯ୍ୟ ହେଲେ। କ'ଣ କହୁଛୁ? ଏ କେଉଁ ଆବଶ୍ୟକତା? ଅଶୋକ ସମସ୍ତ କାହାଣୀ କହିଲା। ସଞ୍ଜୟ ମୁଣ୍ଡ ହଲାଇ କହିଲେ, ଦେଖ ଭାଇ, ଏହା ଭୁଲ। କିନ୍ତୁ ତୋର ଓ ବାପାଙ୍କର ଅସୁବିଧା ମୁଁ ବୁଝୁଛି। କୌଣସି ଝିଅ ମିଳିପାରେ ଯିଏ କେବଳ ଟଙ୍କା ପାଇଁ ରାଜି ହେବ। ସଞ୍ଜୟ ଚିନ୍ତା କଲେ। ହଁ, ଜଣେ ଝିଅକୁ ଜାଣେ, ସୁମିତା ଦାସ। ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ। ଚିକିତ୍ସା ପାଇଁ ଟଙ୍କା ନାହିଁ। ଋଣ ମଧ୍ୟ ବହୁତ ଅଛି। ସେ ହୁଏତ ରାଜି ହେବ। ପରଦିନ ସୁମିତା ସଞ୍ଜୟଙ୍କ ଅଫିସକୁ ଆସିଲେ। ଧଳା ସୂତା ଶାଢ଼ୀ, ସରଳ କେଶ ଏବଂ ଥକି ଯାଇଥିବା ଆଖି। ଅଶୋକ ସିଧା କଥା କହିଲା, ଏହି ବାହାଘର କେବଳ ନାମ ପାଇଁ ହେବ। 5 ଦିନ ପରେ ଡିଭୋର୍ସ ହେବ। ମୋ ବାପା ବହୁତ ଅସୁସ୍ଥ। ସେ ମୋ ବାହାଘର ଦେଖିବାକୁ ଚାହୁଁଛନ୍ତି। ବଦଳରେ ଆପଣଙ୍କ ମାଙ୍କର ସମସ୍ତ ଚିକିତ୍ସା ଓ ଆପଣଙ୍କ ଘରର ଋଣ ମୁଁ ପରିଶୋଧ କରିଦେବି। ସୁମିତା କିଛି ସମୟ ଚୁପ୍ ରହିଲେ। ତାପରେ ଧୀରେ କହିଲେ, ଯଦି ଏହାଦ୍ୱାରା ମୋ ମାଙ୍କ ଜୀବନ ବଞ୍ଚିପାରେ ତେବେ ମୁଁ ରାଜି। କିନ୍ତୁ ଗୋଟେ ସର୍ତ୍ତ, ମୋ ସମ୍ମାନରେ କୌଣସି ଆଞ୍ଚ ଆସିବ ନାହିଁ। ନିଶ୍ଚିତ, ଅଶୋକ ପ୍ରତିଶ୍ରୁତି ଦେଲା। କୌଣସି ଭୁଲ କଥା ହେବ ନାହିଁ। ସେହିଦିନ ସନ୍ଧ୍ୟାରେ ଦୁହେଁ କୋର୍ଟକୁ ଯାଇ ବାହାଘରର କାଗଜରେ ସ୍ୱାକ୍ଷର କଲେ। କୌଣସି ବରଯାତ୍ରୀ, ମଣ୍ଡପ କିମ୍ବା ରୀତିନୀତି ନଥିଲା। 2 ଅଜଣା ବ୍ୟକ୍ତି ମଜବୁରିରେ ଏକ ଚୁକ୍ତିରେ ବନ୍ଧା ହେଲେ। କୋର୍ଟରୁ ବାହାରି ଅଶୋକ ସୁମିତାକୁ ନେଇ ନିଜ ଘରକୁ ଗଲା ଓ ଗେଷ୍ଟ ରୁମ୍ରେ ରଖିଲା। ଏହା ଆପଣଙ୍କ କୋଠରୀ। ଯାହା ଦରକାର କୁହନ୍ତୁ। 5 ଦିନ ପରେ ସବୁ ଶେଷ ହେବ। କାଲି ସକାଳେ ଆମେ ହସ୍ପିଟାଲ ଯିବା। ବାପାଙ୍କୁ ଦେଖା କରିବାକୁ ହେବ। ସୁମିତା ମୁଣ୍ଡ ହଲାଇ ତାଙ୍କର ଛୋଟ ବ୍ୟାଗ୍ ରଖିଲେ। ଘରେ ବାହାଘରର କୌଣସି ରଙ୍ଗରଲି ନଥିଲା। କୌଣସି ସାଜସଜ୍ଜା, ଖୁସିର ମାହୋଲ ନଥିଲା। ପ୍ରଥମ ଦିନ ଦୁହିଁଙ୍କ ମଧ୍ୟରେ କେବଳ ଔପଚାରିକ କଥାବାର୍ତ୍ତା ହେଲା। ଖାଇଛନ୍ତି? ପାଣି ଦରକାର? ଏତିକ ମାତ୍ର।
ରାତିରେ ଅଶୋକ ନିଜ କୋଠରୀରେ ବସି ଚିନ୍ତା କରୁଥିଲା। ଏହି ଝିଅ ବିନା କୌଣସି ପ୍ରଶ୍ନରେ କିପରି ରାଜି ହେଲା? ତାଙ୍କର ନିଜର କୌଣସି ସ୍ୱପ୍ନ ନଥିଲା, କାହାକୁ ପ୍ରେମ କରୁନଥିଲା। ଦ୍ୱିତୀୟ ଦିନ ସକାଳେ ନାସ୍ତା ପାଇଁ ଆସିଲା ବେଳେ ଅଶୋକ ଟେବୁଲ ଉପରେ ଏକ ଛୋଟ କାଗଜ ଦେଖିଲା। ତାର ଲେଖା ଥିଲା, ଆପଣ ମୋ ମାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଉପକାର ମୁଁ କେବେ ଭୁଲି ପାରିବି ନାହିଁ। ଆପଣଙ୍କ ବାପାଙ୍କର ଶେଷ ଇଚ୍ଛା ପୂରଣ କରିବାରେ ମୁଁ ଆପଣଙ୍କୁ ସାହାଯ୍ୟ କରିପାରୁଛି, ଏହା ମୋର ସୌଭାଗ୍ୟ। ଅଶୋକ ସେହି ଚିଠିକୁ ନିଜ ଜେବରେ ରଖିଲା। ପ୍ରଥମ ଥର ପାଇଁ ତାଙ୍କୁ ଲାଗିଲା ଯେ ଏହି ଝିଅ ସତରେ ଅଲଗା। ଦ୍ୱିତୀୟ ଦିନ ସକାଳେ ଅଶୋକ ଓ ସୁମିତା ହସ୍ପିଟାଲ ଗଲେ। ବାପା ଦୁର୍ବଳ ଥିଲେ, କିନ୍ତୁ ହୋସରେ ଥିଲେ। ସୁମିତାକୁ ଦେଖି ତାଙ୍କ ମୁହଁରେ ଖୁସିର ଲହରୀ ଦୌଡ଼ିଲା। ଏ ମୋର ବୋହୂ, ଅଶୋକ କହିଲା। ବାପା କମ୍ପୁଥିବା ହାତରେ ସୁମିତାର ହାତକୁ ଧରିଲେ। ଜି ବାପାଜୀ। ସୁମିତା ମୁଣ୍ଡ ନୁଆଁଇ ପାଦ ଛୁଇଁ ପ୍ରଣାମ କଲା। ବହୁତ ସୁନ୍ଦର ଝିଅ ବେଟି, ଭଗବାନ ତୁମକୁ ଖୁସି ରଖନ୍ତୁ। ବାପାଙ୍କ ସ୍ୱରରେ ସନ୍ତୁଷ୍ଟି ଥିଲା। ଏବେ ମୁଁ ଶାନ୍ତିରେ ମରିପାରିବି। ମୋ ବେଟାର ସଂସାର ବସିଗଲା। ଅଶୋକ ଦେଖିଲା ବାପାଙ୍କ ଶ୍ୱାସରେ କେତେ ଆରାମ ମିଳିଛି। ତାଙ୍କ ଆଖିରେ ଶାନ୍ତି ଥିଲା। ବାପା, ଏବେ ଆପଣ ସୁସ୍ଥ ହେବେ, ସୁମିତା ଧୀରେ କହିଲେ। ମୁଁ ପ୍ରତିଦିନ ଆସି ଆପଣଙ୍କୁ ଭେଟିବି। ବାପା ହସି ଦେଇ କହିଲେ, ହଁ ବେଟି, ଏବେ ତ ମୁଁ ଜିଇଁ ପାରିବି। ମୋ ବେଟାକୁ ଏକ ଭଲ ଝିଅ ମିଳିଛି। ହସ୍ପିଟାଲରୁ ଫେରୁଥିବା ସମୟରେ ଅଶୋକ ଦେଖିଲା ସୁମିତାର ଆଖିରେ ଆଲୁଅ। କ'ଣ ହେଲା? ସେ ପଚାରିଲା। ଆପଣଙ୍କ ବାପାଜୀ କେତେ ଭଲ। କାଶ ଏହା ସବୁ ସତ ହୋଇଥାନ୍ତା, ସୁମିତା କହିଲେ। ଅଶୋକ କିଛି ନ କହି ଚୁପ୍ ରହିଲା, କିନ୍ତୁ ତାଙ୍କ ମନରେ ହଲଚଲ ହେଉଥିଲା। ତୃତୀୟ ଦିନ ସନ୍ଧ୍ୟାରେ ବର୍ଷା ହେଉଥିଲା। ସୁମିତା ବାରଣ୍ଡାରେ ଠିଆ ହୋଇ ବର୍ଷାକୁ ଦେଖୁଥିଲେ। ତାଙ୍କ ମୁହଁରେ ଏକ ଅଜଣା ଉଦାସୀ ଥିଲା। ବର୍ଷା ଆପଣଙ୍କୁ ପସନ୍ଦ? ଅଶୋକ ପଚାରିଲା। ହଁ, ସୁମିତା ହସିଦେଲେ। କହିଲେ, ବର୍ଷା ସବୁ ଧୋଇଦିଏ। ଦୁଃଖ, ଭୁଲ, ଆଉ କିଛି ସମ୍ପର୍କ ବି ଏମିତି ଆସେ, ହଠାତ୍ ବିନା ନିମନ୍ତ୍ରଣରେ। ଅଶୋକ କହିଲା, କିନ୍ତୁ ଯିବାକୁ ମଧ୍ୟ ତ ପଡ଼େ। ସୁମିତାର ସ୍ୱର ଦୁଃଖୀ ଥିଲା। ଦୁହେଁ କିଛି ସମୟ ନୀରବରେ ଠିଆ ହେଲେ। ଚତୁର୍ଥ ଦିନ ହସ୍ପିଟାଲରୁ ଭଲ ଖବର ଆସିଲା। ଡାକ୍ତର କହିଲେ, ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି। ଲାଗୁଛି ତାଙ୍କୁ କିଛି ଖୁସି ମିଳିଛି। ମାନସିକ ଆରାମ ଯୋଗୁଁ ଶାରୀରିକ ଅବସ୍ଥା ମଧ୍ୟ ଭଲ ହେଉଛି। ଅଶୋକ ବୁଝିଲା, ଏହି ଖୁସି ସୁମିତାକୁ ଦେଖି ମିଳିଛି। ଘରେ ଫେରି ସେ ସୁମିତାକୁ ଏହା କହିଲା। ସତରେ ସୁମିତାର ଆଖିରେ ଚମକ ଆସିଲା। ଡାକ୍ତର କହୁଛନ୍ତି ବାପା ଏବେ କିଛି ଦିନ ଅଧିକ ଜିଇଁ ପାରିବେ। ସୁମିତା ହାତ ଯୋଡ଼ି କହିଲେ, ଭଗବାନଙ୍କୁ ଧନ୍ୟବାଦ। ସେହି ସନ୍ଧ୍ୟାରେ ଖାଇବା ସମୟରେ ଅଶୋକ ଅନୁଭବ କଲା ଯେ ଘରେ କେତେ ଦିନ ପରେ ଏକ ଉଷ୍ଣତା ଆସିଛି। ସୁମିତା ଚୁପ୍ ରହୁଥିଲେ, କିନ୍ତୁ ତାଙ୍କ ଉପସ୍ଥିତି ଘରକୁ ଜୀବନ୍ତ କରୁଥିଲା। ଆପଣଙ୍କର କୌଣସି ମଙ୍ଗେତର ଥିଲା? ସୁମିତା ହଠାତ୍ ପଚାରିଲେ। ଅଶୋକ ହାତ ଅଟକିଗଲା। ଥିଲା, କିନ୍ତୁ ସମୟ ସାଙ୍ଗରେ ରହିଲା ନାହିଁ। ବୋଧହୁଏ ସେ ଡରିଗଲା। କେତେବେଳେ ହଠାତ୍ ନିଷ୍ପତ୍ତି ଭୟ ଦେଇଥାଏ, କିମ୍ବା ପ୍ରାଥମିକତା ବଦଳିଯାଏ। ସୁମିତା କହିଲେ। ଅଶୋକର ସ୍ୱରରେ ତିକ୍ତତା ଥିଲା। ପଞ୍ଚମ ଦିନ ସକାଳେ ଘରେ ହଟଚଟ ହେଲା। ହଠାତ୍ ଦୁଆର ଘଣ୍ଟି ବାଜିଲା ଓ ସୁନିତା ଭିତରକୁ ଆସିଲେ। ତାଙ୍କ ମୁହଁରେ ରାଗ। ଏହା କ'ଣ ଅଶୋକ, ତୁ ଅନ୍ୟ ଜଣକୁ ବାହା ହେଲୁ? ମୁଁ ତ କେବଳ କିଛି ଦିନ ସମୟ ମାଗିଥିଲି। ଅଶୋକ ଶାନ୍ତ ରହିଲା। ତୁ ସଫା ମନା କରିଦେଲୁ ସୁନିତା। ମୋ ପାଖରେ ସମୟ ନଥିଲା। ବାପାଙ୍କ ଅବସ୍ଥା। ତେବେ ଏ କିଏ? ସୁନିତା ସୁମିତା ଆଡ଼କୁ ଇଙ୍ଗିତ କଲେ, ଯିଏ ଦୂରରେ ଠିଆ ହୋଇଥିଲେ। ମୋର ସ୍ତ୍ରୀ, ଅଶୋକ ଉତ୍ତର ଦେଲା। ସୁନିତାର ମୁହଁ ଲାଲ ହେଲା। କେତେ ଦିନ ପାଇଁ? ଏହା କିଛି ଖେଳ ନା? ଏହା ମୋର ବ୍ୟକ୍ତିଗତ ବିଷୟ, ଅଶୋକ କହିଲା। ସୁନିତା ସୁମିତା ପାଖକୁ ଗଲେ। ତୁ ଜାଣିଛୁ ଏହା କ'ଣ? ଏ ତୋତେ ବୋକା ବନାଉଛି। ସୁମିତା ନିର୍ଭାବୁକ ଭାବେ କହିଲେ, ମୁଁ ଜାଣେ, ମୋ ଇଚ୍ଛାରେ ଏଠାରେ ଅଛି। ସୁନିତା ଆଶ୍ଚର୍ଯ୍ୟ ହେଲେ। ତାପରେ ଅଶୋକ ଆଡ଼କୁ ମୁହଁ ଫେରାଇ କହିଲେ, ଏହି ନାଟକ ଏଠାରେ ଶେଷ ହେବ ନାହିଁ। ଦେଖୁଛି ତୁ ଏହାକୁ କେତେ ଦିନ ଚଳାଇ ପାରୁଛୁ। କହି ସେ ଚାଲିଗଲେ। ସୁନିତା ଚାଲିଗଲା ପରେ ଘରେ ନୀରବତା ଛାଇଗଲା। ସୁମିତା କିଛି ନ କହି ଚୁପ୍ ରହିଲେ। ସନ୍ଧ୍ୟାରେ ଖାଇବା ସମୟରେ ଅଶୋକ କହିଲା, ସୁନିତା ଯାହା କହୁଥିଲା ଆପଣଙ୍କୁ ସଫେଇ ଦେବାର ଆବଶ୍ୟକତା ନାହିଁ। ସୁମିତା କହିଲେ, ମୁଁ ସବୁ ବୁଝୁଛି। କାଲି 5 ଦିନ ପୂରଣ ହେବ, ମୁଁ ଚାଲିଯିବି। କିନ୍ତୁ ଅଶୋକର ହୃଦୟରେ କେଉଁଠି କଷ୍ଟ ହେଲା। ସେ ସତରେ ଚାହୁଁଥିଲେ କି ସୁମିତା ଚାଲିଯାଉ? ପଞ୍ଚମ ଦିନ ଆସିଲା, ଚୁକ୍ତିର ଶେଷ ଦିନ। ସକାଳେ ସୁମିତା ତାଙ୍କ ଛୋଟ ବ୍ୟାଗ୍ ପ୍ୟାକ୍ କରୁଥିଲେ।
ତାଙ୍କ ମୁହଁରେ ସେହି ଶାନ୍ତି, କିନ୍ତୁ ଆଖିରେ ଟିକେ ଦୁଃଖ ଲୁଚି ରହିଥିଲା। ଥରେ ବାପାଜୀଙ୍କୁ ଭେଟି ଯିବି, ସୁମିତା କହିଲେ। ହସ୍ପିଟାଲରେ ପହଞ୍ଚି ଦୁହେଁ ଦେଖିଲେ ବାପାଙ୍କ ସ୍ୱାସ୍ଥ୍ୟ ଆହୁରି ଭଲ ହେଉଛି। ସେ ବେଡ଼୍ରେ ବସିଥିଲେ। ଆରେ ବୋହୂ ଆସିଗଲ? ବାପା ହସି ଦେଇ କହିଲେ। ବେଟା, ତୁ ପ୍ରତିଦିନ ଆସୁଛୁ, ମୋତେ ବହୁତ ଭଲ ଲାଗୁଛି। ସୁମିତାର ଆଖି ଭିଜିଗଲା। ବାପାଜୀ, ମୋତେ କିଛି ଦିନ ମୋ ମାଆଙ୍କ ପାଖକୁ ଯିବାକୁ ପଡ଼ିବ। ଆରେ ହଁ ବେଟି, ଯା, ମାଆଙ୍କ ସେବା କର, କିନ୍ତୁ ଶୀଘ୍ର ଫେରିଆସେ। ଏବେ ତୁ ମୋର ଝିଅ। ବାପା ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଲେ। ହସ୍ପିଟାଲରୁ ବାହାରୁଥିବା ସମୟରେ ଅଶୋକ ବେଚେନ ହେଉଥିଲା। ସେ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଶବ୍ଦ ମିଳୁନଥିଲା। ଘରେ ପହଞ୍ଚି ସୁମିତା ତାଙ୍କ ବ୍ୟାଗ୍ ଉଠାଇ ଦୁଆର ଆଡ଼କୁ ଚାଲିଲେ। ଅଶୋକଙ୍କ ଆଖି ନ ମିଳାଇ ଧୀରେ କହିଲେ, ଆପଣଙ୍କ ମାଆଙ୍କ ଚିକିତ୍ସା ଏବେ ଠିକ୍ ହେବ। ଆପଣଙ୍କୁ ବହୁତ ଧନ୍ୟବାଦ। ସୁମିତା ଅଶୋକର ସ୍ୱର ବାହାରିଲା। ସେ ଅଟକିଗଲେ। ଅଶୋକ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଶବ୍ଦ ମିଳିଲା ନାହିଁ। କେବଳ କହିଲା, ଖୁସିରେ ରୁହ। ସୁମିତା ମୁଣ୍ଡ ହଲାଇ ଘରୁ ବାହାରିଗଲେ। ଦିନ ସାରା ଅଶୋକ ବେଚେନି ଅନୁଭବ କରୁଥିଲା। ଘରେ ଶୂନ୍ୟ ଲାଗୁଥିଲା। ସେ ବାରମ୍ବାର ସୁମିତାର କୋଠରୀ ଆଡ଼କୁ ଦେଖୁଥିଲା। ସନ୍ଧ୍ୟାରେ ହସ୍ପିଟାଲ ଗଲାବେଳେ ବାପା ପଚାରିଲେ, ବୋହୂ କେଉଁଠି? ସେ ତାଙ୍କ ମାଆଙ୍କ ପାଖକୁ ଗଲେ। ଭଲ କଲା, କିନ୍ତୁ ବେଟା ଶୀଘ୍ର ଫେରାଇ ଆଣ, ମୋତେ ତାର ବହୁତ ମନେ ପଡ଼ିବ। ଅଶୋକର ଗଳା ଭରି ଆସିଲା। ବାପା ସୁମିତାକୁ କେତେ ଭଲ ପାଉଛନ୍ତି। ରାତିରେ ଘରେ ଫେରି ସେ ବେଚେନ ହେଉଥିଲା। ରହିପାରିଲା ନାହିଁ। ଗାଡ଼ି ନେଇ ସେ ସୁମିତାଙ୍କ ଘରକୁ ଗଲା। ଘର ବାହାରେ ଗାଡ଼ି ଅଟକାଇ ତାଙ୍କୁ ବୁଝା ପଡ଼ୁନଥିଲା ଭିତରକୁ ଯିବେ ନା ଫେରିଯିବେ। କିନ୍ତୁ ସେ ସାହସ କରି ଗାଡ଼ିରୁ ଓହ୍ଲାଇଲେ। ସୁମିତାଙ୍କ ଘରର ଅଗଣାରେ ନଜର ପଡ଼ିଲା। ସୁମିତା ଏକା ବସି ଗଭୀର ଚିନ୍ତାରେ ଡୁବିଥିଲେ। ସୁମିତା, ଅଶୋକ ଡାକିଲା। ସୁମିତା ଚମକି ଉଠିଲେ। ଆପଣ ଏଠାରେ? ତୁମକୁ ଖୋଜୁଥିଲି, ଅଶୋକ ଶ୍ୱାସ ନେଇ କହିଲା। କିନ୍ତୁ କାହିଁକି? ଆମର ଚୁକ୍ତି ତ ଶେଷ ହେଲା। ଅଶୋକ ଜେବରୁ ଏକ କାଗଜ ବାହାର କଲା। ଏହା ଦେଖ, ଏହା ସେହି କାଗଜ ଯେଉଁଥିରେ ଆମର ଚୁକ୍ତିର ସର୍ତ୍ତ ଲେଖା ଥିଲା। ଆଜି ସକାଳେ ମୁଁ ଏହାକୁ ଚିରି ଦେଇଛି। ସୁମିତା ଆଶ୍ଚର୍ଯ୍ୟରେ ତାଙ୍କୁ ଦେଖୁଥିଲେ। କାରଣ ଏବେ ଏହି ସମ୍ପର୍କ କାଗଜରେ ନୁହେଁ, ମୋ ହୃଦୟରେ ଲେଖା ହୋଇଛି। ଅଶୋକର ସ୍ୱରରେ ସତ୍ୟତା ଥିଲା। ସୁମିତା ବାପାଙ୍କୁ ତୁମ ସହ କେତେ ଲାଗି ହେଲା। ସେ ତୁମକୁ ସତରେ ଝିଅ ଭାବୁଛନ୍ତି। ଆଉ ମୁଁ? ସୁମିତାର ଆଖି ଭିଜିଗଲା। ମୁଁ ମଧ୍ୟ ବାପାଜୀଙ୍କୁ ଛାଡ଼ି ଯିବାକୁ ଚାହୁଁନଥିଲି। ସେ ମୋ ସହ କେତେ ସ୍ନେହରେ କଥା କହନ୍ତି। ତେବେ କାହିଁକି ଯାଉଛ? ଅଶୋକ ତାଙ୍କ ହାତ ଧରିଲା। ସୁମିତା, ମୋତେ ଅନୁଭବ ହେଲା ଯେ ତୁମେ ମୋ ଜୀବନର ଆବଶ୍ୟକତା। ବାପାଙ୍କୁ ମଧ୍ୟ ତୁମ ସହ ସତ ଲାଗି ହେଲା। ତୁମେ ଆମକୁ ଛାଡ଼ିଯିବ? ସୁମିତା କାନ୍ଦି ପକାଇଲେ। କିନ୍ତୁ ଏହା ତ କେବଳ ଏକ ଡିଲ୍ ଥିଲା। ହୁଏତ ଆରମ୍ଭରେ ଥିଲା, କିନ୍ତୁ ଏବେ ନୁହେଁ। ଅଶୋକ ତାଙ୍କ ଆଖିରେ ଦେଖି କହିଲା, ଏହା ସତ ପ୍ରେମ ବାପାଙ୍କର ତୁମ ପ୍ରତି, ଆଉ ମୋର ମଧ୍ୟ। ତୁମେ ଆମକୁ ଏକ ମୌକା ଦେବ? ସୁମିତା ଆଲୁଅ ପୋଛି ହଁ କହି ମୁଣ୍ଡ ହଲାଇଲେ। ଦୁହେଁ ହସ୍ପିଟାଲ ଗଲେ। ବାପା ସୁମିତାକୁ ଦେଖି ଖୁସି ହେଲେ। ଆରେ ବୋହୂ, ତୁ ଫେରିଆସିଲୁ, ବହୁତ ଭଲ କଲୁ। ବାପାଜୀ ସୁମିତା ତାଙ୍କ ହାତ ଧରି କହିଲେ, ଏବେ ମୁଁ ଆପଣଙ୍କୁ ଛାଡ଼ି କେଉଁଆଡ଼େ ଯିବି ନାହିଁ। ବାପାଙ୍କ ଆଖିରେ ଖୁସିର ଆଲୁଅ ଆସିଲା। ସତ କହୁଛୁ ବେଟି? ଜି ବାପାଜୀ, ଏବେ ମୁଁ ଆପଣଙ୍କ ଝିଅ। ବାପା ଅଶୋକ ଓ ସୁମିତାକୁ ଆଶୀର୍ବାଦ ଦେଲେ। ଭଗବାନ ତୁମ ଦୁହିଁଙ୍କୁ ଖୁସିରେ ରଖନ୍ତୁ। ମୋର ସବୁ ଇଚ୍ଛା ପୂରଣ ହେଲା। ସେହିଦିନଠାରୁ ସୁମିତା ପ୍ରତିଦିନ ହସ୍ପିଟାଲ ଯାଇ ବାପାଙ୍କର ଦେଖାଶୁଣା କରିବାକୁ ଲାଗିଲେ। ବାପାଙ୍କ ସ୍ୱାସ୍ଥ୍ୟରେ ଆହୁରି ଉନ୍ନତି ହେଲା। 1 ମାସ ପରେ ଅଶୋକ ସମସ୍ତ ସମ୍ପର୍କୀୟକୁ ଡାକି ଘୋଷଣା କଲା, ଆଜିଠାରୁ ସୁମିତା କେବଳ କାଗଜର ନୁହେଁ, ହୃଦୟରୁ ମୋର ସ୍ତ୍ରୀ। ସମସ୍ତେ ତାଳି ବଜାଇଲେ। ସୁମିତାର ଆଖିରେ ଖୁସିର ଲୁହ ଆସିଗଲା। ବାପା ଦୁର୍ବଳ ସ୍ୱରରେ କହିଲେ, ଏବେ ମୁଁ ଶାନ୍ତିରେ ଯାଇପାରିବି। ମୋ ବେଟାକୁ ଏକ ଭଲ ବୋହୂ ମିଳିଛି, ଆଉ ମୋ ବୋହୂକୁ ପ୍ରେମ କରୁଥିବା ସ୍ୱାମୀ। ବନ୍ଧୁମାନେ, ଏହି କାହାଣୀ ଆମକୁ ଶିଖାଏ ଯେ ସତ ସମ୍ପର୍କ କେତେବେଳେ ମଜବୁରିରେ ଜନ୍ମ ନିଏ, କିନ୍ତୁ ପ୍ରେମ ଓ ବୁଝାମଣା ଦ୍ୱାରା ସେଗୁଡ଼ିକ ଜୀବନ ସାରା ପାଇଁ ମଜବୁତ ହୁଏ। ଅଶୋକର ବାପାଙ୍କର ଶେଷ ଇଚ୍ଛା ଏକ ଏପରି ସମ୍ପର୍କ ସୃଷ୍ଟି କଲା ଯାହା ସମସ୍ତଙ୍କ ପାଇଁ ଖୁସି ଆଣିଲା। ଆପଣଙ୍କ ମତ କ'ଣ କହୁଛି? ଅଶୋକ ଓ ସୁମିତାର ଏହି ନିଷ୍ପତ୍ତି ଠିକ୍ ଥିଲା କି? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଏବଂ ଆମ ଚ୍ୟାନେଲ କାହାଣୀ ୱିଥ୍ ସୋନୁକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।